ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ, ଆଜି ଆସନ୍ତୁ ସେହି ନଟରାଜଙ୍କ କାହାଣୀର ପାର୍ଟ 3 ଶୁଣିବା। ଏହି କ୍ରମରେ ଆପଣମାନେ ଶୁଣିଥିଲେ ଯଥା ସ୍କନ୍ଦ ପୁରାଣରେ ମଧ୍ୟ ମୁନିମାନଙ୍କର ନିଜସ୍ୱ ଶକ୍ତି ବର୍ଣ୍ଣନା କରାଯାଇଛି, ଯାହା ମୃଗ ରୋଗ ସୃଷ୍ଟି କରିଥିଲା। ମୃଗୀ ଉଭୟଙ୍କୁ ଆକ୍ରମଣ କଲା ଏବଂ ଏହାର ଶକ୍ତି ସହିତ ଦେବୀ ପାର୍ବତୀଙ୍କୁ ବିଭ୍ରାନ୍ତ କଲା, ଯାହାଫଳରେ ସେ ଚେତାଶୂନ୍ୟ ହୋଇଗଲେ, ଯାହାଫଳରେ ସେ ଅଚେତ ହୋଇଗଲେ। ଏହା ଦେଖି ଭଗବାନ ଶିବ ଅତ୍ୟନ୍ତ କ୍ରୋଧିତ ହୋଇ 14 ଥର ତାଙ୍କର ଢୋଲ ବଜାଇଲେ। ଭୟଙ୍କର ଶବ୍ଦ ସହ୍ୟ କରି ନ ପାରି ମୃଗୀ ଭୂମିରେ ପଡ଼ିଗଲେ। ତାପରେ ସେ ଦିବ୍ୟ ନଟରାଜଙ୍କ ରୂପ ଧାରଣ କଲେ। ମୃଗୀକୁ ତାଙ୍କ ପାଦ ତଳେ ଚାପିଦେଲେ ଏବଂ ନୃତ୍ୟ କରିବାକୁ ଲାଗିଲେ। ନଟରାଜଙ୍କ ରୂପରେ ଭଗବାନ ଶିବ ଗୋଟିଏ ପାଦରେ ଚାପି ଅନ୍ୟ ପାଦ ଉଠାଇ ମୃଗୀର ସମସ୍ତ ଶକ୍ତିକୁ ଚୂର୍ଣ୍ଣ କରି ସନ୍ତୁଳିତ ଏବଂ ସ୍ଥିର ହୋଇଗଲେ। ତାଙ୍କର ଏହି ଆସନ ଅଞ୍ଜଳି ମୁଦ୍ରା ଭାବରେ ପରିଚିତ ହେଲା। ସେ ତାଙ୍କୁ ହତ୍ୟା କରିନଥିଲେ, କାରଣ ପ୍ରଥମତଃ ସେ ଅମର ଥିଲେ ଏବଂ ଦ୍ୱିତୀୟତଃ ତାଙ୍କ ମୃତ୍ୟୁ ଜଗତରୁ ଅବହେଳା ଦୂର କରିଦେଇଥାନ୍ତା, ଯାହାଫଳରେ ଯେକୌଣସି ଜ୍ଞାନ ଅର୍ଜନ କରିବା ଅତ୍ୟନ୍ତ ସହଜ ହୋଇଯାଉଥିଲା। ଏହା ଛାତ୍ରମାନଙ୍କ ମଧ୍ୟରେ ଜ୍ଞାନ ଅର୍ଜନ ପ୍ରତି ସମ୍ମାନକୁ କ୍ଷୁଣ୍ଣ କରିଥାନ୍ତା। ଯେତେବେଳେ ଋଷିମାନେ ଭଗବାନ ଶିବଙ୍କୁ ଏହି ରୂପରେ ଦେଖିଲେ, ସେମାନଙ୍କର ଗର୍ବ ଉଭେଇଗଲା ଏବଂ ସେମାନେ ତାଙ୍କୁ ବାରମ୍ବାର ପ୍ରଶଂସା କରିବାକୁ ଲାଗିଲେ। ସେମାନେ ସେହିପରି ମୃଗୀ ରୋଗ ନିଷ୍କ୍ରିୟ ହେବା ପାଇଁ ପ୍ରାର୍ଥନା କଲେ, ଯାହାଦ୍ୱାରା ଭବିଷ୍ୟତରେ ବିଶ୍ୱର କେହି ତାଙ୍କ ଶକ୍ତିର ପ୍ରଭାବରେ ନ ପଡ଼ନ୍ତି। ମହର୍ଷି ପାଣିନି 14 ଥର ମହାଦେବ ନଟରାଜଙ୍କ ରୂପରେ ତାଙ୍କର ଡମ୍ବରୁ ବଜାଇଥିବା ଉପରେ ଆଧାରିତ ଏକ 14 ସୂତ୍ର ଗ୍ରନ୍ଥ ବା ରୁଦ୍ରାଷ୍ଟଧାୟୀ ମହେଶ୍ୱର ସୂତ୍ର ରଚନା କରିଥିଲେ। ଅନ୍ୟ ଏକ କିମ୍ବଦନ୍ତୀ ଅନୁସାରେ ଭଗବାନ ଶିବ ଥରେ ଏକ ଦିବ୍ୟ ନୃତ୍ୟ କରିବାକୁ ଇଚ୍ଛା କରିଥିଲେ। ସମସ୍ତ ଦେବତା, ଯକ୍ଷ, ଋଷି, ଗନ୍ଧର୍ବ ଇତ୍ୟାଦି ଏହାକୁ ଦେଖିବା ପାଇଁ କୈଳାସରେ ଏକତ୍ରିତ ହୋଇଥିଲେ। ମହାକାଳୀ ନିଜେ ସମାବେଶର ଅଧ୍ୟକ୍ଷତା କରିଥିଲେ। ଦେବୀ ସରସ୍ୱତୀ ଅତ୍ୟନ୍ତ ଧ୍ୟାନର ସହିତ ତାଙ୍କ ବୀଣା ବଜାଇବାକୁ ଆରମ୍ଭ କଲେ। ଭଗବାନ ବିଷ୍ଣୁ ଢୋଲ ବଜାଇବାକୁ ଆରମ୍ଭ କଲେ। ଦେବୀ ଲକ୍ଷ୍ମୀ ଗୀତ ଗାଇବାକୁ ଆରମ୍ଭ କଲେ। ଭଗବାନ ବ୍ରହ୍ମା ତାଙ୍କ ହାତରେ ତାଳି ବଜାଇବାକୁ ଆରମ୍ଭ କଲେ। ଇନ୍ଦ୍ର ବଂଶୀ ବଜାଇବାକୁ ଆରମ୍ଭ କଲେ ଏବଂ ଅନ୍ୟ ସମସ୍ତ ଦେବତା ବିଭିନ୍ନ ବାଦ୍ୟଯନ୍ତ୍ରରୁ ତାଳବଦ୍ଧ ଶବ୍ଦ ସୃଷ୍ଟି କଲେ। ତାପରେ ନଟରାଜ ରୂପ ନେଇ ମହାଦେବ ଏପରି ଏକ ମହାନ ନୃତ୍ୟ କଲେ ଯାହା କେହି କେବେ ଦେଖିନଥିଲେ। ସେହି ମନୋରମ ନୃତ୍ୟର ଦୃଶ୍ୟ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଦେଲା। ନୃତ୍ୟ ସମାପ୍ତ ହେବା ପରେ ସମସ୍ତେ ଏକମତ ହୋଇ ମହାଦେବଙ୍କ ପ୍ରଶଂସା କଲେ। ମହାକାଳୀ ଏତେ ଖୁସି ହେଲେ ଯେ ସେ କହିଲେ, ପ୍ରଭୁ, ମୁଁ ଆପଣଙ୍କ ନୃତ୍ୟରେ ଏତେ ପ୍ରସନ୍ନ ଯେ ମୁଁ ଆପଣଙ୍କୁ ଏକ ବର ଦେବାକୁ ଚାହୁଁଛି, ତେଣୁ ଦୟାକରି ମୋତେ ଏକ ବର ମାଗନ୍ତୁ। ତାପରେ ମହାଦେବ କହିଲେ, ଦେବୀ, ଯେପରି ଆପଣ ସମସ୍ତ ଦେବତା ମୋ ନୃତ୍ୟରେ ପ୍ରସନ୍ନ, ସେହିପରି ପୃଥିବୀ ସମସ୍ତ ପ୍ରାଣୀ ମଧ୍ୟ ମୋ ପ୍ରସନ୍ନ ହେବା ଉଚିତ। ଏତିକିରେ ରହିଲୁ। ନମସ୍କାର। ଆଗାମୀ ଅଧ୍ୟାୟରେ ଆଉ ବାକି ଶୁଣିବେ।